ଯେ ଆମ ଭିତରେ ଯୋଉ ସ୍ୱଭାବଟା ରହିଛି ସେଇ ସ୍ୱଭାବ ଅନୁସାରେ କର୍ମ କରିବା କଥା। ଆମେ କର୍ମ ଯୋଗରେ ସଫଳ ହେଇ ନ ପାରିବାର କାରଣ ହେଲା ଆମ ସ୍ୱଭାବ ବାହାରେ ଆମେ କର୍ମ କରୁଛୁ। ଯୋଉଟା ଡକ୍ଟର ମାୟାଧର ମାନସିଂହ କହିଥିଲେ ଯେ ପ୍ରତ୍ୟେକ ମଣିଷର ନିଜ ଦାୟିତ୍ୱ ହଉଛି କ'ଣ ନା ତାର ସ୍ୱଭାବକୁ ଚିହ୍ନିବା। ତା ଭିତରେ କୋଉ ଭାବଟା ଆମ ଜନ୍ମ ସହିତ ଆସିଛି ସେଇ ଭାବଟାକୁ ଚିହ୍ନିକି ତାକୁ ପରିପ୍ରକାଶ କରିବା, ସେଇଟା ହଉଛି ପ୍ରତ୍ୟେକ ମଣିଷର ନିଜ ଦାୟିତ୍ୱ। ତାଙ୍କ ପ୍ରବନ୍ଧ ନିଜ ଦାୟିତ୍ୱ ପ୍ରବନ୍ଧ ଡକ୍ଟର ମାୟାଧର ମାନସିଂହଙ୍କର ସେ ଆମର କଲେଜରେ ଯେତେବେଳେ ପଢା ହଉଥିଲା ମୁଁ ସେଟା ଆଜି ପର୍ଯ୍ୟନ୍ତ ମୋର ସବୁବେଳେ ଝଙ୍କୁରିତ ହୁଏ ମାନସ ପଟରେ। ଦେଖନ୍ତୁ ସେମାନେ ମଧ୍ୟ ଗୀତା ପଢିଛନ୍ତି, ତେଣୁ ଆମର ସ୍ୱାଭାବିକ କର୍ମ ସେ ତ ତ୍ୟାଗ ମନୋଭାବ ରଖିବା, କର୍ମର କୌଶଳ ଜାଣିବା, ଏ ତ ସେକେଣ୍ଡାରୀ ଷ୍ଟେଜ। କିନ୍ତୁ ନିଜ ଭିତରେ ନିଜର ସ୍ୱାଭାବିକ କର୍ମଟାକୁ ଚିହ୍ନିବା, ମୁଁ କ'ଣ କରିବା ପାଇଁ ମୋ ମନଟା ନିର୍ଦ୍ଦେଶ ଦଉଛି, ମୋ ବୁଦ୍ଧିଟା ନିର୍ଦ୍ଦେଶ ଦଉଛି। କାହିଁକିନା ଶରୀର ସ୍ତର, ମନ ସ୍ତର, ବୁଦ୍ଧି ସ୍ତରରୁ ପାରେଇଲେ ଯାଇକି ଆମେ ପହଞ୍ଚିବା ସେ ପରମାତ୍ମାଙ୍କ ସ୍ତରରେ। ତା ଉପରେ ମୁଁ କହିବାକୁ ଚାହୁଁନି ଯେ ମୋର କହିବାର ଉଦ୍ଦେଶ୍ୟ ହଉଛି କର୍ମଯୋଗର ଗୂଢ଼ ରହସ୍ୟଟା ହଉଛି କ'ଣ। ଆମେ ଯୋଉ କର୍ମଯୋଗ ପଢୁଛନ୍ତି କର୍ମଟାକୁ ଆମ ନିଜ ସ୍ୱଭାବ ଅନୁସାରେ କରିବା ଆଉ କୌଶଳପୂର୍ଣ୍ଣ ଭାବରେ କରିବା। କାହିଁକିନା କର୍ମର କୁଶଳତା ହିଁ କର୍ମଯୋଗ, ତାର କୌଶଳ, ତା ଟ୍ରିକ୍ସ। କୋଉ ଟ୍ରିକ୍ସରେ କର୍ମ କଲେ ହଜାରେ ପଢୁଛନ୍ତି ତା ଭିତରେ ଜଣେ ଦି ଜଣ ଚାକିରି ପାଉଛନ୍ତି। ସେମାନେ କାହିଁକି ପାଉଛନ୍ତି? ଯେ କର୍ମର କୌଶଳଟାକୁ ସେ ବୁଝୁଛନ୍ତି। ତେଣୁ କର୍ମର କୌଶଳଟା କ'ଣ ସେଇଟା ଜାଣିବା, ତାକୁ ପ୍ରାକ୍ଟିକାଲ କରିବା ଏବଂ ନିଜ ସ୍ୱଭାବ ଅନୁସାରେ କରିବା ଆଉ କର୍ମଟାକୁ ଠିକ ସମୟରେ ଠିକ ଧାରାରେ କରିବା। ଏତିକି ହେଉଛି କର୍ମଯୋଗର ଉଦ୍ଦେଶ୍ୟ। ଏତିକି ସାଧନ କରିବା ପାଇଁ ଆମେ ଏତେ ଥିଓରି ସବୁ ପଢୁଛେ। କର୍ମ ପ୍ରତ୍ୟେକ ସମୟରେ ଆମେ କର୍ମ ନ କଲେ ବି କର୍ମଟା ହିଁ ନିତ୍ୟ। କର୍ମ ଆମେ ନ କଲେ ମଧ୍ୟ ଆମ ଶରୀର ଭିତରେ କର୍ମ ଚାଲୁଛି, ସ୍ୱୟଂଚାଳିତ କର୍ମ ହଉଛି, ଆମ ହୃତ୍ପିଣ୍ଡ ଚାଲୁଛି, ଆମ ଭିତରେ କର୍ମ ଚାଲିଛି 24 ଘଣ୍ଟା। ଆମେ କରୁନାହାନ୍ତି, କିନ୍ତୁ ସେ ସ୍ୱୟଂଚାଳିତ କର୍ମ, ପରିଚାଳିତ କର୍ମ ନୁହଁ। ତେଣୁ କର୍ମ ପ୍ରତ୍ୟେକ ସମୟରେ ଆମର ମନରେ ଚାଲିଥାଏ। ଆମେ ଶୋଇଲା ବେଳେ ବି ଯଦି ସୁଷୁପ୍ତି ନ ହେଇଛି ଦେଖିବେ କର୍ମଟା ସବୁବେଳେ କର୍ମ ପ୍ରତ୍ୟେକ ମଣିଷ ଭିତରେ ଚାଲିଥାଏ। ସେଇ କର୍ମଟାକୁ ସୁଶୃଙ୍ଖଳିତ କରିବା ସେଇଟା ହଉଛି ମଣିଷର ନିଜ ଦାୟିତ୍ୱ, ସେଇଟା ହଉଛି ବୁଦ୍ଧି, ସେଇଟା ହଉଛି ଜ୍ଞାନ। ତେଣୁ କର୍ମଟା କରିବା, ସ୍ୱଭାବ ଅନୁସାରେ କରିବା, ତ୍ୟାଗ ମନୋଭାବ ରଖି କରିବା, ଠିକ ସମୟରେ ଠିକ ଧାରାରେ କରିବା ହଉଛି କର୍ମଯୋଗର ଉଦ୍ଦେଶ୍ୟ। ଏହି କର୍ମଯୋଗ ପଢିବାର ଆମର ଉଦ୍ଦେଶ୍ୟ ହଉଛି ପ୍ରଥମେ କର୍ମଯୋଗ ସେ କହିଛନ୍ତି। ଆଉ ମୁଁ ବେଶ ସମୟ ନେବିନି, ଭାଗବତ ପଢା ହବ। ହରି ଓಂ ତତ୍ସତ୍। ସମସ୍ତଙ୍କୁ ଧନ୍ୟବାଦ ଦେଇକି ଭାସ୍କର ପ୍ରଧାନ ଆମର ଯୋଉ ପ୍ରକାର ବର୍ଣ୍ଣନା କରୁଛନ୍ତି